ଆରେ ମେଘ ହବ କି ନା ମ ମେଘ କାହିଁ ଝରି ପୋକ କ'ଣ ଉଡ଼ିଲେଣି କଙ୍କି ଉଡ଼ିଲେ ମେଘ ହବ ମାନେ ସିଏ ତାଙ୍କ ସାଇନ୍ସରେ ଅଛନ୍ତି ତ ସେଇଠି ମୁଁ ଯାଇକି ଲୁଗା ପିନ୍ଧିକି ବେଳେବେଳେ ବସିଯାଏ ତାଙ୍କ ପାଖରେ ଲୁଗା ପିନ୍ଧି ବସିଯାଏ ସିଏ ଜାଣିପାରନ୍ତିନି ସେଠୁ ଜଣେ କଥା ଇଏ କିଏ କି ଯିଏ ମତେ ଜାଣିଦବ ସେ କହିବ ସିଏ ବା ତାଙ୍କ ସେତ ହଟିକି ଆଇଛି ସେଠୁ ସେ କହିବେ ନାନୀ ତମ ଘର କୋଉଠି ସେଠୁ ମୁଁ କହିବି ଆମ ଘର ନୂଆ ହାଟ ଓହୋ କହୁନ ଆଇଲ ତାକୁ ଦେଖାଯାଉନଥିବ ଏଇନା ଆଇଲି ପରା ତ ତାଙ୍କ ସାଙ୍ଗରେ ମୋର ଘଣ୍ଟାଏ ବାର୍ତ୍ତାଳାପ ଲୁଗା ପିନ୍ଧି ବସିଛନ୍ତି ଲୁଗା ପିନ୍ଧିକି ଏବେ ବି ନାଇଁ ଏବେ ନୁହଁ ସେତେବେଳେ ଏବେ ତ ଆକ୍ଟିଂ କରୁଛି ଲୁଗା ଡେଲି ପିନ୍ଧି ସେତେବେଳେ ମତେ ଭାରି ଭଲ ଲାଗେ ନହେଲେ ମତେ ଭଲ ଲାଗିବନି ଆଉ ଏବେ କଣ ଗାଁରେ ଗଲେ ଜଣଙ୍କ ପିଣ୍ଡାରୁ ଆଉ ଜଣଙ୍କ ପିଣ୍ଡାକୁ ଯାଇ ବସିକି ଆପଣ ରାତିରେ ଗପନ୍ତି ରାତିରେ ମାନେ ଯାଇପାରେ ନା ମୁଁ ଏବେ ଟିକେ ମାନେ ଅନୁଷ୍ଠାନରେ ଟିକେ ସମୟ ଦିଏ ଏବେ ତ କେହି କାହା ଘରକୁ ଆଉ ଲୋକ ଯାଉନାହାନ୍ତି ଏଇଟା ସତ କଥା ସମସ୍ତେ ସମସ୍ତଙ୍କ ଘରେ ମାନେ ବସୁଛନ୍ତି କେହି ଯାଉନାହାନ୍ତି ଯାହା ଛକରେ ବଉଛନ୍ତି କିନ୍ତୁ ଅନୁଷ୍ଠାନରେ ବସେ ଅନୁଷ୍ଠାନ ଅର୍ଥ ଆମର କ୍ଲବ ଘର ଆଉ ମନ୍ଦିର ଏମିତି ସବୁ ଦାୟିତ୍ୱ ସବୁ ଅଛି ଠାକୁରଙ୍କ ସେବା ଅଛି ଜଗନ୍ନାଥ ମନ୍ଦିର ହବା ଦ୍ୱାରା ମୁଁ ଜାଣିଛି ଓଡିଶାର ଗାଁ ଗାଁରେ ମଦ ପିଇବା ଚାଲିଛି ଆପଣଙ୍କ ଗାଁରେ କଣ ଲୋକ ମଦ ପିଉନାହାନ୍ତି ଲୋକ ଯିଏ ମଦ ପିଉଛନ୍ତି କିନ୍ତୁ ମନ୍ଦିର ହେଲା ପରେ ବହୁତ ଲୋକ ପରିବର୍ତ୍ତନ ହେଇଛନ୍ତି କେମିତି ପରିବର୍ତ୍ତନ ହେଲେ ଦେଖନ୍ତୁ ମଦଟା ମାନେ ଯଦି ସରକାର ବନ୍ଦ କରିଦିଅନ୍ତେ ବହୁତ ଭଲ ହୁଅନ୍ତା ମାନେ ବହୁତ ୟଙ୍ଗ ଜେନେରେସନ ବହୁତ ମାନେ ସଜାଡି ହେଇଯାଆନ୍ତେ କିନ୍ତୁ କଣ ପାଇଁ ଚାଲିଛି କେବେ ସମାଜର ପରିବର୍ତ୍ତନ ହବ ମୁଁ ବି ଜାଣିନି କିନ୍ତୁ ଜଗନ୍ନାଥ ମନ୍ଦିର ଆମ ଗାଁରେ ହବା ଦ୍ୱାରା ଲୋକମାନଙ୍କ ଭିତରେ ଯୋଉ ଦୂରତ୍ୱ ଥିଲା ଗୋଟାଏ ଜାଗାରେ ଆସି ବସୁଛନ୍ତି କିଛି ଲୋକଙ୍କର ରୋଗ ଭଲ ହେଇଯାଉଛି ଆପଣ ଘରେ ବସିଥିବେ ଡେଲି ଯେତେବେଳେ ଭଜନ କରିବେ ସେତେବେଳେ ଆପଣଙ୍କର ରକ୍ତ ସଞ୍ଚାଳନ ମନ ପ୍ରଫୁଲ୍ଲିତ ହେବ ତା କାରଣ ଆପଣଙ୍କର କନେକ୍ସନ ହବ ସବୁବେଳେ ପରମାତ୍ମାଙ୍କ ସହିତ ଆପଣ ଯଦି ରସରସିଆ ରହିବେ ଆପଣଙ୍କୁ ରୋଗ ହବନି ରସରସିଆ ରହିଲେ ରୋଗ ହବନି ଭଜନ ଗାଇଲେ ଆପଣ ରସରସିଆ ହେବେ ଆପଣ ଆଖିରୁ ଲୁହ ବୋହିଯିବ ରିଲାକ୍ସ ହେଇଯିବେ